ପୋଖରୀ କୂଳରେ ବଡ଼ ଝଙ୍କା ବରଗଛଟିଏ ଥାଏ। ସେହି ଗଛର ଗୋଟିଏ ଡାଳ ପୋଖରୀ ଭିତରକୁ ନଇଁ ଆସିଥାଏ। ସେହି ଡାଳରେ ବସିଥାଏ ଚଢ଼େଇଟିଏ। ହଠାତ୍ ଚଢ଼େଇର ଆଖି ପଡ଼ିଲା ଗୋଟିଏ ବଡ଼ ନାଲି ପିମ୍ପୁଡ଼ି ଉପରେ। ପାଣିରେ ପଡ଼ି ପିମ୍ପୁଡ଼ିଟି ବଡ଼ ଅସ୍ତବ୍ୟସ୍ତ ହେଉଥାଏ। ତା ମନରେ ଦୟା ଆସିଲା। ସେ ଗୋଟିଏ ଶୁଖିଲା ପତ୍ର ନେଇ ପିମ୍ପୁଡ଼ି ପାଖରେ ଭସାଇ ଦେଲା। ପିମ୍ପୁଡ଼ିଟି ଆଶ୍ରା ପାଇ ପତର ଉପରକୁ ଉଠି ଆସିଲା। ଯେମିତି ପିମ୍ପୁଡ଼ି ପତର ଉପରକୁ ଉଠିଛି, ଚଢ଼େଇଟି ପତ୍ରଟିକୁ ଥଣ୍ଟରେ ଧରି ଉପରକୁ ଆଣି ଶୁଖିଲାରେ ପକାଇଦେଲା। ପିମ୍ପୁଡ଼ି ବଞ୍ଚିଗଲା। ସେ ଚଢ଼େଇକୁ କହିଲା, ତୁମେ ମୋତେ ଆଜି ବଞ୍ଚେଇ ଦେଲ। ତୁମ ଉପକାର ମୁଁ ଭୁଲିବି ନାହିଁ। ପରିଚିତ ହେଉ ବା ଅପରିଚିତ, ଶତ୍ରୁ ହେଉ ବା ମିତ୍ର, ବିପଦରେ ଯେତେବେଳେ ଜଣେ ପଡ଼ିଛି ତାହାକୁ ସାହାଯ୍ୟ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଆଜିଠାରୁ ତମେ ମୋର ବନ୍ଧୁ ହେଲ। ମୋ ଘର ଏହି ଗଛ ମୂଳରେ। ତୁମକୁ ନିମନ୍ତ୍ରଣ ରହିଲା। ବେଳେବେଳେ ଏମିତି ଆସିବ, ଦୁଃଖ ସୁଖ ହେବା। ଚଢ଼େଇ କହିଲା, ହଉ ଆସିବା। ମୁଁ ପୋଖରୀ ହୁଡ଼ାର ପଶ୍ଚିମ ପଟ ବଉଳ ଗଛରେ ରହେ। ମୁଁ ତ ତମ ଘର ଆଜି ଦେଖିଲି। ମୋ ଘର ତମେ ଦେଖି ଆସ। ପିମ୍ପୁଡ଼ି କହିଲା, ନିଶ୍ଚୟ ଯିବି। ଦିନେ 2 ଦିନ ଭିତରେ ନିଶ୍ଚୟ ଯିବି। 2 ଦିନ ଛାଡ଼ି ପିମ୍ପୁଡ଼ି ଯାଇ ସେ ବଉଳ ଗଛ ପାଖରେ ପହଞ୍ଚିଲା। ସେଠି ସେ ଯାହା ଦେଖିଲା, ତା ଆଖି ଖୋଲାକୁ ଖୋଲା ହୋଇ ରହିଗଲା। ବସାରୁ ବାହାରି ଡାଳରେ ବସିଥିବା ତା ସାଙ୍ଗ ଚଢ଼େଇକୁ ଶିକାରୀଟି ମାରିବା ପାଇଁ ତୀର ଖଞ୍ଜୁଛି। ସେ ଆଉ କି ସମ୍ଭାଳି ହୁଏ? ଧାଇଁ ଯାଇ ରୁଟ୍ କିନା ଶିକାରୀର ଗୋଡ଼କୁ କାମୁଡ଼ିଦେଲା। ଶିକାରୀ ଚମକି ପଡ଼ି ତଳକୁ ଚାହିଁଦେଲା। ଆଉ ତାର ଲକ୍ଷ୍ୟ ରହିଲା ନାହିଁ। ତୀର ପତ୍ରରେ ବାଜିବାରୁ ଖଡ଼ ଖଡ଼ ଶବ୍ଦ ହେଲା। ଚଢ଼େଇ ବିପଦ ଜାଣିପାରି ଫୁର୍ କିନା ଉଡ଼ିଗଲା। ଚଢ଼େଇ ଉଡ଼ିଯିବା ଦେଖି ପିମ୍ପୁଡ଼ି ବହୁତ ଖୁସି ହେଲା। ପରେ ଚଢ଼େଇ ଯେତେବେଳେ ପିମ୍ପୁଡ଼ି ପାଇଁ ବଞ୍ଚିଗଲା ବୋଲି ଜାଣିଲା, ସେ ପିମ୍ପୁଡ଼ି ଉପରେ ଖୁସି ହୋଇ କହିଲା, ବନ୍ଧୁ, ତୁମେ ଆଜି ମୋ ଉପକାର ଶୁଝିଦେଲ। ପିମ୍ପୁଡ଼ି କହିଲା, ନା ସାଙ୍ଗ ନା, ସେମିତି କୁହନି। ମୁଁ ମୋ କର୍ତ୍ତବ୍ୟ କରିଛି। ସେଦିନ କହିଥିଲ ନା, ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଆଉ ଗୋଟିଏ କଥା କହୁଛି, ଯାହାଠାରୁ ଆମେ ଉପକାର ପାଇବା, ସମୟ ସୁବିଧା ଦେଖି ତାଙ୍କର ଉପକାର କରିବାକୁ ଭୁଲି ନ ଯିବା ଯେପରି, ଏକଥା ସମସ୍ତଙ୍କର ମନେ ରଖିବା ଉଚିତ। ଗୋଟିଏ ଜଙ୍ଗଲର ଏକ ବଡ଼ ଗଛରେ ସବା ଉପରେ ଗୋଟିଏ ଛୋଟ ପକ୍ଷୀ ରହୁଥିଲା। ସେ ପ୍ରତିଦିନ ଆହାର ସଂଗ୍ରହ କରି ତା ନିଡ଼ରେ ଖୁବ୍ ଖୁସିରେ ରହୁଥିଲା। ଗୋଟିଏ ଦିନ ଖୁବ୍ ଜୋର ବର୍ଷା ହେଲା। ସେ ଗଛରେ ବସିଥିବା ମାଙ୍କଡ଼ଟି ଭିଜିଗଲା। ସେ ପକ୍ଷୀର ନିଡ଼କୁ ଦେଖି କହିଲା, ତୁମେ ବହୁତ ବୁଦ୍ଧିମାନ। ବର୍ଷାରେ କେତେ ସୁନ୍ଦର ଘରେ ବସିଛ। ମୁଁ କେତେ କଷ୍ଟରେ ବର୍ଷାରେ ଭିଜୁଛି। ମାଙ୍କଡ଼ ଭାଇ, ମୁଁ ଛୋଟ ହେଲେ ମଧ୍ୟ ପୁରା ବର୍ଷ ସାରା ଛୋଟ ଛୋଟ କାଠି କୁଟା, ପତ୍ର, ଶାଖା ନେଇ ପରିଶ୍ରମ କରି ଏଇ ଘର ବନାଇଛି। ତୁମେ ମଧ୍ୟ ଏମିତି ପରିଶ୍ରମ କରି ଚାହିଁଥିଲେ ଘର ବନାଇ ପାରିଥାନ୍ତ। ଆଜି ଏ ବର୍ଷାରେ ଭିଜୁ ନଥାନ୍ତ। ପକ୍ଷୀର କଥା ଶୁଣି ମାଙ୍କଡ଼ଟି ବହୁତ ରାଗିଗଲା। ମୁଁ ଏତେ ବଡ଼, ତୁ ଏତେ ଛୋଟ ପକ୍ଷୀଟେ, ମୋତେ ବୁଦ୍ଧି ଦେଉଛୁ? ରାଗରେ ପକ୍ଷୀର ନିଡ଼କୁ ଭାଙ୍ଗିଦେଲା। ମାଙ୍କଡ଼ ନିଡ଼ ଭାଙ୍ଗିଦେଲା ପରେ ପକ୍ଷୀର ଛୋଟ ଛୋଟ ଛୁଆମାନେ ବାହାରେ ପଡ଼ିଗଲେ। ସେମାନେ କାନ୍ଦୁଥିଲେ। ପକ୍ଷୀଟି ଦ୍ରୁତ ଗତିରେ ସେମାନଙ୍କୁ ଉଠାଇ ନିଜ ଡଳାରେ ସୁରକ୍ଷିତ କଲା। ସେ ଦୁଃଖିତ ହୋଇ କହିଲା, ମୋର ପରିଶ୍ରମକୁ ତୁମେ ଭାଙ୍ଗିଦେଲ, କିନ୍ତୁ ମୋର ସାହସକୁ ଭାଙ୍ଗି ପାରିବନି। ମୁଁ ପୁଣି ଥରେ ମୋ ଛୁଆମାନଙ୍କ ପାଇଁ ନୂଆ ଘର ବନାଇବି। ବର୍ଷା ଥମିଗଲା। ସୂର୍ଯ୍ୟର କିରଣ ଜଙ୍ଗଲରେ ପଡ଼ିଲା। ମାଙ୍କଡ଼ ପକ୍ଷୀର ସାହସ ଓ ଛୁଆମାନଙ୍କର ଅଶ୍ରୁ ଦେଖି ନିଜର ଭୁଲ ବୁଝିପାରିଲା। ସେ ଲଜ୍ଜିତ ହୋଇ କହିଲା, ମୁଁ ରାଗରେ ବଡ଼ ଅପରାଧ କରିଦେଲି। ଆଜିଠାରୁ ଅନ୍ୟର କାମକୁ କେବେ ମୁଁ ନଷ୍ଟ କରିବି ନାହିଁ। ମୁଁ ବି ନିଜ ପାଇଁ ଏକ ଘର ବନାଇବି।